ଜଗନ୍ନାଥ ସାଙ୍ଗମାନେ ୱେଲକମ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍ ଶୁଭ ଲାଇଫଷ୍ଟାଇଲ୍ କିଚେନ୍କୁ। ତ ଆଜି ଯେଉଁ ରେସିପିଟି ମୁଁ କରିବାକୁ ଯାଉଛି ତା ନାଁ ହେଉଛି ମଟର ପନିର। ତ ଆଜି ଆମର ଯେହେତୁ ଗୁରୁବାର, ତ ଘରେ ଆମର ଆଜି ରୋଷେଇ ହେଇଛି ମଟର ପନିର ଆଉ ଆମର ଗରମ ଗରମ ରୁଟି। ତ ଏଠି ଦେଖନ୍ତୁ ମୁଁ ଆମର ଗୋଟେ କଢ଼େଇରେ ଅଳ୍ପ କିଛି ସନଫ୍ଲାୱାର ଅଏଲ୍ ଦେଇଦେଇଛି। ବର୍ତ୍ତମାନ ମୁଁ ଏବେ ସେଥିରେ ଆମର କଟା ହୋଇଥିବା ପନିର ଗୁଡ଼ିକୁ ଦେଇ ଦେଉଛି। ଦେଖନ୍ତୁ ଏବେ ମୁଁ ଗୋଟେ ପରେ ଗୋଟେ ପନିର ଗୁଡ଼ିକୁ ତେଲରେ ଦେଇଦେଇଛି। ଏବେ ସେଗୁଡ଼ିକୁ ଆମେ ଟିକେ 5ରୁ 7 ମିନିଟ୍ ଯାଏଁ ଟିକେ ଏପଟ ସେପଟ କରିଦେବା, ନହେଲେ ଆମର ପନିର ଗୁଡ଼ିକ ପୋଡ଼ିଯିବ। ବର୍ତ୍ତମାନ ଆମର ପନିର ଗୁଡ଼ିକ ପ୍ରାୟତଃ ଭାଜି ହୋଇଯାଇଛି, ସେସବୁକୁ ମୁଁ ବର୍ତ୍ତମାନ ଛାଣି ନେଉଛି। ବର୍ତ୍ତମାନ ଏବେ ମୁଁ କଢ଼େଇରେ ଅଳ୍ପ କିଛି ତେଲ ଦେଇକି ଆମର କଟା ହୋଇଥିବା ପୋଟଳ ଗୁଡ଼ିକୁ ଦେଇଦେଇଛି। ପୋଟଳ ଗୁଡ଼ିକ ଆମର ଛଣା ହୋଇଯିବା ପରେ ଆମର କଢ଼େଇରେ ଅଳ୍ପ କିଛି ତେଲ ଦେଇକି ଆମର କଟା ହୋଇଥିବା କୋବି ଗୁଡ଼ିକୁ ମୁଁ ଦେଇଦେଇଛି। ତ ତାକୁ ଟିକେ ଆମେ ଘୋଡ଼େଇ ଦେବା, କାହିଁକିନା କୋବିଟା ଟିକେ ସିଝିବାକୁ ଆମର ଟାଇମ୍ ଲାଗେ। ତ ଏବେ ଦେଖନ୍ତୁ ଆମର କୋବି ଗୁଡ଼ିକ ତ ଭଲ ଭାବରେ ଭାଜି ହୋଇଯାଇଛି। ବର୍ତ୍ତମାନ ସେଗୁଡ଼ିକୁ ମୁଁ କାଢ଼ି ନେଉଛି। ତ ଏବେ କଢ଼େଇରେ ମୁଁ ଅଳ୍ପ କିଛି ତେଲ ନେଇଛି, ସେଥିରେ ଆମର କିଛି ଗୋଟା ଜିରାକୁ ଦେଇଦେଇଛି। ଆଉ ଆମର କିଛି ଗୋଟା ମସଲା ଯାହାକି ଆମର ଅଳେଇଚ, ତେଜପତ୍ର ଆଉ ଅନାସୀ ଫୁଲକୁ ଦେଇଦେଇଛି। ବର୍ତ୍ତମାନ ମୁଁ ବି ସେଥିରେ ଆମର ଯେଉଁ କୋଟିକି ରଖିଥିଲୁ ଅଦା ଗୁଡ଼ିକୁ ଦେଇଦେଇଛି। ଦେଖନ୍ତୁ ମସଲାଟିକୁ ଭଲ ଭାବରେ ମୁଁ ଏବେ କଷି ନେଉଛି। ଏବେ ସେଥିରେ ଆମର ରେଡ୍ ଚିଲି ପାଉଡ଼ରକୁ ଦେଇଦେବା। ବର୍ତ୍ତମାନ ଏବେ ସେଥିରେ ଆମର କିଛି କରି ମସଲା ଯେଉଁଟାକି ଆମର ବିନା ବେସନ ତାକୁ ମଧ୍ୟ ମୁଁ ଦେଇଦେଇଛି। ଏବେ ସେଥିରେ ଆମର କିଛି ହଳଦୀ ଗୁଣ୍ଡକୁ ଦେଇଦେବା। ଏସବୁକୁ ମୁଁ ଭଲ ଭାବରେ ଏବେ କଷି ନେଉଛି ମସଲା ସହିତ। ସେଗୁଡ଼ିକୁ ପ୍ରାୟତଃ 5 ମିନିଟ୍ କଷି ନେବା। ଏବେ ସେଥିରେ ଆମର ଯେଉଁ ଗ୍ରୀନ୍ ମଟରକୁ ଦେଇଦେବା ଆଉ ଆମର ଅଳ୍ପ କିଛି ଲୁଣକୁ ମଧ୍ୟ ଦେଇଦେବା। ତେବେ ଦେଖନ୍ତୁ ସେଗୁଡ଼ିକୁ ମୁଁ ଭଲ ଭାବରେ କଷି ନେଉଛି, ଯେମିତିକି ଆମର ମସଲାଟି ଭଲ ଭାବରେ କଷି ହୋଇଯିବ। ସେଥିରେ ଆମେ ଟିକେ ମଝିରେ ମଝିରେ ପାଣି ଟିକେ ଦେଇକି କଷିବା, ନହେଲେ ତ ଆମର ମସଲାଟା ଲାଗିଯାଇପାରେ। ତ ଏବେ ପ୍ରାୟତଃ ଆମର ମସଲାଟି ଭଲ ଭାବରେ କଷି ହୋଇଯାଇଛି। ତ ସେଥିରେ ଆମର ଆଗରୁ ଯେଉଁ ପରିବା ଗୁଡ଼ିକ ଭଜା ହୋଇଥିଲା ସେଗୁଡ଼ିକୁ ବର୍ତ୍ତମାନ ଦେଇଦେବା ଆଉ ଆମର ସିଝା ଆଳୁକୁ ଦେଇଦେଉଛି ଏବେ। ତ ଦେଖନ୍ତୁ ଏବେ ସବୁ ପରିବା ଗୁଡ଼ିକୁ ମୁଁ ଦେଇଦେଇଛି ଆଉ ଆମର ପନିରକୁ ମଧ୍ୟ ଦେଇଦେଇଛି, ଆଉ ଆମର ଆବଶ୍ୟକ ଅନୁସାରେ ଲୁଣ ମଧ୍ୟ ଦେଇଦେଇଛି। ତ ବର୍ତ୍ତମାନ ଏବେ ଆମେ ସବୁ ମସଲା ସହିତ ଭଲ ଭାବରେ କଷି ନେବା। ଯେହେତୁ ଆମର ପରିବା ଗୁଡ଼ିକୁ ମୁଁ ଆଗରୁ ଟିକେ ଭଲ ଭାବରେ ଭାଜି ନେଇଥିଲି ତେଲରେ, ତ ଆମର ପ୍ରାୟତଃ ପରିବା ଗୁଡ଼ିକ 50% ସିଝିଯାଇଛି। ତ ଏବେ ଆମର ଭଲ ଭାବରେ ଆଉ ଟିକେ କଷି ନେବା ଆଉ ଆମର ଆବଶ୍ୟକ ଅନୁସାରେ ପାଣି ଦେବା ଆଉ। ତ ଏବେ ଆମର କଷି ହୋଇଯାଇଛି ପ୍ରାୟତଃ ମସଲା ଗୁଡ଼ିକ, ସେଥିରେ ଏବେ ଆମର ଆବଶ୍ୟକ ଅନୁସାରେ ପାଣିକୁ ଦେଇଦେବା। ଦେଖନ୍ତୁ ଏବେ ଆମର ପରିବା ଗୁଡ଼ିକ ଭଲସେ କଷି ହୋଇଯାଇଛି, ତ ସେଥିରେ ମୁଁ ଏବେ ଆମର ଆବଶ୍ୟକ ଅନୁସାରେ ପାଣିକୁ ଦେଇଦେଇଛି। ତାକୁ ଟିକେ ଆମେ ଭଲ ଭାବରେ ଘାଣ୍ଟି ଦେବା, ଟିକେ ଏପଟ ସେପଟ କରିନେବା ଆଉ ଆମର ଗୋଟେ ପ୍ଲେଟ୍କୁ ଦେଇକି ତାକୁ ଟିକେ ଘୋଡ଼େଇ ଦେବା। ଯେହେତୁ ଆମର ପରିବା ଗୁଡ଼ିକ ଭଲ ଭାବରେ ପୁରା ସିଝିନି, ତ ତାକୁ ଟିକେ ସିଝିବାକୁ ଟିକେ ଟାଇମ୍ ଲାଗିବ। ଏବେ ଦେଖନ୍ତୁ ମୁଁ ପାଣି ଦେଇଦେବା ପରେ ଟିକେ ଭଲ ଭାବରେ ଘାଣ୍ଟି ଦେଇଛି ତାକୁ, ଆଉ ଆମର ଗୋଟେ ପ୍ଲେଟ୍କୁ ଦେଇଦେଇଛି। ଏବେ ଦେଖନ୍ତୁ ଘୋଡ଼ଣି କାଢ଼ିକି ଦେଖିବେ ତ ପ୍ରାୟତଃ ଆମର ପରିବା ଗୁଡ଼ିକ ସବୁ ସିଝିଯାଇଛି। ଏବେ ସେଥିରେ ମୁଁ ଆମର କିଛି ପନିର ମସଲାକୁ ଦେଇଦେଉଛି, ଦେଖନ୍ତୁ ଯେଉଁଟାକି ଆମର ବିନା ପିଆଜ ରସୁଣ। ତ ଏବେ ପନିର ମସଲା ଦେଇସାରିବା ପରେ ଆମର କିଛି ମସଲା, ଆଉ ଗୋଟେ ମସଲା ଯାହାକି ଆମର ଡାଲଚିନି ଗୁଣ୍ଡ, ତାକୁ ମଧ୍ୟ ମୁଁ ଆମର ମଟର ପନିରରେ ଦେଇଦେଉଛି। ଦେଖନ୍ତୁ ମସଲା ଗୁଡ଼ିକୁ ମୁଁ ଏବେ ଭଲ ଭାବରେ ଦେଇଦେଇଛି। ଏବେ ସେଗୁଡ଼ିକୁ ଆମର ଭଲ ଭାବରେ ମିଶାଇ ନେବା ପରିବା ସହିତ। ତାପରେ ଆମର କିଛି କ'ଣ କଲେ ଗୁଜୁରାତିକୁ ମୁଁ ଛେଚି ଦେଇଥିଲି, ତାକୁ ମଧ୍ୟ ମୁଁ ସେଥିରେ ଦେଇଦେଇଛି। ତ ଏବେ ଏସବୁକୁ ଆମେ ଭଲ ଭାବରେ ଟିକେ ଘାଣ୍ଟି ଦେବା, ଟିକେ ଏପଟ ସେପଟ କରିନେବା, ଯେମିତିକି ଆମର ସବୁ ପରିବା ଗୁଡ଼ିକ ସହିତ ମସଲା ଗୁଡ଼ିକ ଆମର ଭଲ ଭାବରେ ମିଶିଯିବ। ପ୍ରାୟତଃ ଏବେ ଆମେ ଗ୍ୟାସ୍ ଟିକେ ହାଇ ଫ୍ଲେମ୍ କରିଦେବା ଆଉ 5ରୁ 10 ମିନିଟ୍ ଟିକେ ତାକୁ ଟିକେ ଛାଡ଼ିଦେବା। ଟିକେ ଭଲ ଭାବରେ ଟିକେ ମସଲା ଟିକେ ଆମର ମିଶିଯିବ ଆଉ ଟିକେ ଆମର ଭଲ ଭାବରେ ଟିକେ ଆମ ତରକାରୀଟା ରେଡ଼ି ହୋଇଯିବ। ତ ଏବେ ଆମର ତରକାରୀ ତ ପ୍ରାୟତଃ ହୋଇସାରିଲାଣି। ତ ସେପଟେ ଆମର ଅଟାକୁ ଦଳି ଦେଇଥିଲେ ଆମର ଦିଦି ଏବେ ରୁଟି ବେଲି ଦେଇଛି। ଏବେ ତାୱାରେ ଆମେ ରୁଟିକୁ ସେକିଦେବା। ଏବେ ଦେଖନ୍ତୁ ଆମର ରୁଟି ତ ତାୱାରେ ଦିଆହେଇଛି, ବର୍ତ୍ତମାନ ଆମର ଡବଲ ରୁଟି ଏବେ ସେକା ଚାଲିଛି। ତ ରୁଟିକୁ ଟିକେ ଏପଟ ସେପଟ ମୁଁ କରିନେଉଛି, ନହେଲେ ରୁଟିଟି ଆମର ପୋଡ଼ି ଯାଇପାରେ। ତ ଏବେ ଦେଖନ୍ତୁ ରୁଟି ତ ଆମର ଏପଟ ସେପଟ ଟିକେ କରିଦେଲାଣି। ତ ଏବେ ବର୍ତ୍ତମାନ ଆମେ ରୁଟିକୁ ଟିକେ ସେକି ନେବା ଆମର ଯେଉଁ ରୁଟି ସେକାରେ।
ଦେଖନ୍ତୁ ରୁଟିକୁ ତ ମୁଁ ଏବେ ଟିକେ ଏପଟ ସେପଟ କରିନେଉଛି। ତାପରେ ଏବେ ଆମର ଯେଉଁ ରୁଟି ସେକା ଅଛି ସେଥିରେ ଏବେ ଆମର ରୁଟିକୁ ଟିକେ ସେକି ନେବା। ଦେଖନ୍ତୁ ମୁଁ ଏବେ ରୁଟି ସେକାରେ ରୁଟିକୁ ପକାଇକି ଭଲ ଭାବରେ ସେକି ନେଉଛି। ପ୍ରାୟତଃ ଆମର ଭଲ ଭାବରେ ଦେଖନ୍ତୁ ପୁରା ମାନେ ରୁଟିଟା ଆମର ଫୁଲି ଯାଇଛି ଆଉ ପୋଡ଼ି ମଧ୍ୟ ଯାଇଛି, ଯେଉଁଟାକି ଖାଇବାକୁ ଆମର ଟେଷ୍ଟି ଲାଗିବ। ତ ଆଶା କରୁଛି ଆପଣମାନେ ସମସ୍ତଙ୍କୁ ଭିଡ଼ିଓଟି ଭଲ ଲାଗିବ। ତ ରହୁଛି ସାଙ୍ଗମାନେ, ଟାଟା।